ଅନେକ ଅନେକ ଦିନ ପରେ ପୁନର୍ବାର ଆପଣଙ୍କ ସହିତ ଏ ଜୁମ୍ ରେ ଆସିବାର ସୁଯୋଗ ପାଇଲେ ଏଥିପାଇଁ ପ୍ରଭୁ ଧନ୍ୟବାଦ ଦେଉଛି। ଆଉ ମଧ୍ୟ ପ୍ରଭୁଙ୍କୁ ଧନ୍ୟବାଦ ଦେଉ ଦେଉ ଆନ୍ତରିକତାର ସହ ହୃଦୟ ସହିତ ସମସ୍ତଙ୍କୁ ନମସ୍କାର କହିଥିଲ ଲେମ୍ତବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଆଜି ଅତି ଜଣାଶୁଣା ବିଷୟ ଗୋଟେ ଆଲୋଚନା କରିବା। ଆଉ ସେଥିପାଇଁ କେହି ଜଣେ ପଢନ୍ତୁ, ଟିକେ ଲମ୍ବା ହେବ କିନ୍ତୁ ପଢିବା ଟିକେ ଅତି ଜରୁରୀ। ଲୁକ 3 ପର୍ବ 1 ରୁ 14 ପଦ ପର୍ଯ୍ୟନ୍ତ। ଲୁକ 3 1 ରୁ 14। 1 ରୁ 14 ପଠନ କରିବା। ତିବିରିୟ କାଇସରଙ୍କ ରାଜତ୍ୱର ପଞ୍ଚଦଶ ବର୍ଷରେ ଯେତେବେଳେ ପନ୍ତିୟ ପିଲାତ ଜିହୁଦା ପ୍ରଦେଶର ଶାସନକର୍ତ୍ତା ଓ ହେରୋଦ ଗାଲିଲର ସାମନ୍ତ ରାଜା ଥିଲେ, ଆଉ ତାଙ୍କ ଭ୍ରାତା ଫିଲିପ ଇତୁରିଆ ଓ ତ୍ରାକୋନିତ ପ୍ରଦେଶର, ପୁଣି ଲୁସାନିୟ ଅବିଲିନର ସାମନ୍ତ ରାଜା ଥିଲେ, ଏବଂ ହାନାନ ଓ କୟାପ ମହାଯାଜକ ଥିଲେ, ସେତେବେଳେ ଈଶ୍ୱରଙ୍କ ବାକ୍ୟ ପ୍ରାନ୍ତରରେ ଜିକରିୟାଙ୍କ ପୁତ୍ର ଯୋହନଙ୍କ ନିକଟରେ ଉପସ୍ଥିତ ହେଲା। ସେଥିରେ ସେ ଜର୍ଦ୍ଦନର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳକୁ ଯାଇ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ବାପ୍ତିସ୍ମ ଘୋଷଣା କରିବାକୁ ଲାଗିଲେ, ଯେପରି ଯିଶାୟା ପ୍ରବାଦୀଙ୍କ ଶାସ୍ତ୍ରରେ ଲିଖିତ ଅଛି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣଙ୍କର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦଣ୍ଡ ସଳଖ କର। ପ୍ରତ୍ୟେକ ଉପତ୍ୟକା ପୂର୍ଣ୍ଣ କରାଯିବ, ପୁଣି ପ୍ରତ୍ୟେକ ପର୍ବତ ଓ ଉପପର୍ବତ ନିଚ କରାଯିବ, ବକ୍ର ପଥ ସବୁ ସଳଖ ହେବ, ଆଉ ଉଚ୍ଚ ନିଚ ଭୂମି ସମତଳ ପଥରେ ପରିଣତ ହେବ। ପୁଣି ସମସ୍ତ ମର୍ତ୍ତ୍ୟ ଈଶ୍ୱରଙ୍କ ପରିତ୍ରାଣ ଦେଖିବେ। ଅତଏବ ସେ ତାଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ବାହାରି ଆସୁଥିବା ଲୋକ ସମୂହକୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ଆମମାନଙ୍କର ପିତା ମନେ ମନେ ସୁଦ୍ଧା ଏପରି କୁହ ନାହିଁ, କାରଣ ମୁଁ ତ ତୁମମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଆଉ ଏବେ ସୁଦ୍ଧା ଗଛ ଗୁଡିକ ମୂଳରେ କୁରାଳେ ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। ଏଥିରେ ଲୋକ ସମୂହ ତାଙ୍କୁ ପଚାରିବାକୁ ଲାଗିଲେ, ତାହେଲେ ଆମମାନେ କଣ କରିବା? ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର 2ଟି ଅଙ୍ଗରଖା ଅଛି, ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେହିପରି କରୁ। କରଗ୍ରାହୀ ମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମମାନେ କଣ କରିବା? ସେ ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଯାହା ନିରୂପିତ ତାହା ଅପେକ୍ଷା ଅଧିକ ଆଦାୟ କର ନାହିଁ। ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଣ କରିବା? ସେ ସେମାନଙ୍କୁ କହିଲେ, ବଳରେ କି ଛଳରେ କାହାରି ଧନ ହରଣ କର ନାହିଁ, ପୁଣି ତୁମ୍ଭମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। ଧନ୍ୟବାଦ। ଅନେକ ବିଷୟ ଅଛି କିନ୍ତୁ ଅଳ୍ପ ବିଷୟ କେବଳ ଆଲୋଚନା କରିବା। ମନ ପରିବର୍ତ୍ତନର ଉପଯୁକ୍ତ ଫଳ ପଡିବା, ସେ ବିଷୟ ଟିକେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ଆମେ କେତେଟା କଥା ଦେଖୁଛୁ, କେତେଟା ନାମ ଗୁଡିକ 3 ପର୍ବ 1, 2, 3 ପର୍ଯ୍ୟନ୍ତ ଦେଖିଲେ ଏବଂ 4 ପର୍ଯ୍ୟନ୍ତ ଆକ୍ଚୁଆଲି ସେଟା ଦେଖିଲେ, ଆଉ କୋଉ ସମୟରେ କୋଉ ରାଜା ମାନେ ଥିଲେ, କୋଉ ନେତା ମାନେ ଥିଲେ, କୋଉ ସ୍ଥାନରେ ଘଟିଲା, କିଏ ଆଗରୁ କହିଥିଲେ, ଏଇ ସବୁ ଲେଖା ଆମେ ପାଉଛୁ। ରାଜା ମାନଙ୍କର, ଶାସନକର୍ତ୍ତା ମାନଙ୍କର, ସାମନ୍ତ ରାଜା ମାନଙ୍କର ବିଭିନ୍ନ ବିଷୟ। ଏବଂ ସେଠି 2ଟା ମହାଯାଜକ ଅଛନ୍ତି, ହାନାନ ଏବଂ କୟାଫା। ଏଟା ଏ ବିଷୟରେ ଆଗରୁ ଆମେ କଥା ହେଇଥିଲୁ ଗୋଟେ ବିଷୟ। କାହିଁକି ଆକ୍ଚୁଆଲି ଇସ୍ରାଏଲର ଗୋଟେ ଆକା ଯାଜକ, ମହାଯାଜକ ରହିବା କଥା, କିନ୍ତୁ ଏଠି 2ଟା। ଅତି ସର୍ଟରେ ମୁଁ କହିବି, ଯାଜକ ସବୁବେଳେ ହାରଣ ବଂଶ ଥିବେ, ହାରଣର ସନ୍ତାନ ମାନେ। କିନ୍ତୁ ଯେତେବେଳେ ସେମାନେ ରୋମୀୟ ସରକାର ଅଧୀନ ଥିଲେ, ରୋମୀ ସରକାର ବା ଗଭର୍ଣ୍ଣମେଣ୍ଟ ସେମାନେ ଆଉ ଗୋଟେ ଯାଜକକୁ ନିଯୁକ୍ତ କଲେ।
ସେଥିପାଇଁ ଗଭର୍ଣ୍ଣମେଣ୍ଟ ଆପଏଣ୍ଟେଡ ଯାଜକ ଏବଂ ଅ, ତାଙ୍କର ଯୋଉ ନିୟମ ଅନୁସାରେ ଆରୁଣ ବଂଶର ଯାଜକ ସେ 2 ଜଣ ସେ ଯାଜକ କଥା ଲେଖା ଅଛି। ଏବଂ ଏ ଯୋଉ ଡେଟ୍ ଯେ ସମୟ ବର୍ଷ ରାଜା ମାନଙ୍କର ଏସବୁ ଦ୍ଵାରା ଆମେ କଣ ଜାଣିପାରୁ ବା ଭାବାଦେବୀ ଯାହା କହିଥିଲେ ସେ ତାର ମାନେ କଣ ଲେଖକ କଣ ପ୍ରମାଣ କରୁଛନ୍ତି ଏଇଟା ଆ, ଭାବନା କରିକି କଳ୍ପନା କରିକି ଚିନ୍ତା କରିକି ଲେଖାଯାଏ। ଏଇଟା ଆଗରୁ ଯାହା ଲେଖା ହେଇଥିଲା ସେଟା ପ୍ରମାଣିତ ହଉଛି, ତାହା ପରିପୂର୍ଣ୍ଣ ହଉଛି, ସଫଳ ହଉଛି। ଏବଂ ଯେ ଲେଖୁଛନ୍ତି ଇନଭେଷ୍ଟିଗେସନ ଚାକ୍ଷୁଷ ସାକ୍ଷୀ ବିଶେଷ ଥରେ ଲୋକ ପୁସ୍ତକଟା ସେ ଯୋଉ ଘଟଣା ଶୁଣିଲେ ସେ ଘଟଣା କୋଉଠି ଘଟିଥିଲା ସେ ଯାଇକି ଇନଭେଷ୍ଟିଗେସନ କରି ଲେଖୁଛନ୍ତି। ଯଦି ଆମେ 1 ପର୍ବ 1 2 3 4 ଦେଖୁ ସେ କଥା ଲେଖା ଅଛି, ଆମେ ପଢିବା ନାହିଁ। କିନ୍ତୁ ସେଟା ମାନେ ଆମର ଯୋଉ ଶାସ୍ତ୍ର ଅଛି, ଆମର ଯୋଉ ବାକ୍ୟ ପାଇଛୁ ପବିତ୍ର ଆତ୍ମାଙ୍କ ଦ୍ଵାରା ଚାଳିତ ହେଇକି ଲୋକମାନେ ଲେଖିଛନ୍ତି, ତଥାପି ଏମାନେ ମଧ୍ୟ ଚାକ୍ଷୁଷ ସାକ୍ଷୀ, ସେମାନେ ନିଜେ ଅନୁଭବ ନିଜେ ଦେଖିଛନ୍ତି, ନିଜେ ଯାଇକି ଇନଭେଷ୍ଟିଗେସନ କରୁଛନ୍ତି, ସେ ଅନୁସାରେ ଲେଖାଇଛି ମାନେ ଏଇଟା ବାସ୍ତବ କଥା। ସେ ଯାଉ, କିନ୍ତୁ ଆମେ ଏବେ ବାପ୍ତିସ୍ମ କେଉଁଠୁ ଆରମ୍ଭ ହେଇଥିଲା ଏଠି ଆମେ ଦେଖୁଛୁ ଜୋହନ ବାପ୍ତିସ୍ମ ଦେଉଛନ୍ତି। ହେଲେ ବାପ୍ତିସ୍ମ ତା ପୂର୍ବରୁ ଆକ୍ଚୁଆଲି ଯେତେବେଳେ ଯିହୁଦୀ ମାନେ ବିଭିନ୍ନ ପୃଥିବୀର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଦେଶରେ ଏକ୍ସାଇଲ ହେଲେ ବା ସେମାନେ ନିର୍ବାସିତ ହେଲେ, ସେଇ ସମୟରେ ସେମାନେ ଈଶ୍ୱରଙ୍କର ବିଷୟ ପ୍ରଚାର, ଈଶ୍ୱରଙ୍କର କଥା ଏବଂ ମସିହଙ୍କର ଆଗମନର କଥା ଏବଂ ଈଶ୍ୱର ଯାହା ଯାହା କଲେ ସେଇ ସମସ୍ତ ସେମାନେ ପ୍ରଚାର କରୁଥିଲେ। ଏଇଟା ଶୁଣିକି ଅନେକ ଲୋକ ଈଶ୍ୱରଙ୍କୁ, ସେ ଜୀବନ୍ତ ଈଶ୍ୱରଙ୍କୁ ଯେହୋବା ପରମେଶ୍ୱରଙ୍କୁ ଗ୍ରହଣ କଲେ। ଯେଉଁମାନେ ତାଙ୍କୁ ଗ୍ରହଣ କଲେ ସେମାନେ ଚିହ୍ନ ସ୍ୱରୂପେ ସେ ଜଳ ଦୀକ୍ଷା ଗ୍ରହଣ କଲେ। ସେ ଏଇଟାର ଚିହ୍ନ ସେଟା, ତା ପୂର୍ବରୁ ଏତେ ନଥିଲା। କିନ୍ତୁ ଏ ଯୋଉ ଏକ୍ସାଇଲ ରେ ବା ଆ, ନିର୍ବାସନ ହେଇଥିଲେ ଯିହୁଦୀ ମାନେ, ସେ ସମୟରେ ସେଇ ସମୟରେ ଯେତେ ଜଣ ଇଚ୍ଛା କଲେ ଯିହୁଦୀ ଧର୍ମ ଗ୍ରହଣ କରିବା ପାଇଁ, ସେମାନଙ୍କୁ ସେ ଜଳ ଦୀକ୍ଷା ଗ୍ରହଣ କରିବାକୁ ପଡୁଥିଲା ହେଲା। ସେ ଯାଉ, କିନ୍ତୁ ଏଠି ସେ ମୁଖ୍ୟତଃ ଗୋଟେ ବିଷୟ କହୁଛନ୍ତି, ଆ ଯୁବକ ଜହନ ବାପ୍ତି ଜହନ ମନ ପରିବର୍ତ୍ତନ ଉପଯୁକ୍ତ ଫଳ ଉତ୍ପନ୍ନ କର। ଆମେ ସମସ୍ତେ ବାପ୍ତିସ୍ମ ନେଇଛୁ, ଯୀଶୁଙ୍କୁ ବିଶ୍ୱାସ କରିଛୁ। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ ଆମେ ଆଉ ଜଗତର ପଛରେ ନାହିଁ, କିନ୍ତୁ ଯୀଶୁଙ୍କ ପଛରେ ଚାଲିବୁ। ଅନେକ ସମୟରେ ଏଇ ଯୋଉ ରହସ୍ୟ ଗଭୀର କଥା ଆମେ ସେ ଗଭୀର ଭାବରେ ଆମେ ଧରି ରଖୁନୁ ବା ସେ ଅନୁସାରେ ଚାଲିବା ପାଇଁ ଆମର ମନ ନିବେଶ କରୁନୁ, ମନ ସେଠି ଦେଉନୁ। ଆମର ଯୋଉ ବିଶ୍ୱାସ ଟା ଅତି ମହତ୍ୱପୂର୍ଣ୍ଣ, ଆମର ବିଶ୍ୱାସ ଅତି ଆଶ୍ଚର୍ଯ୍ୟ, ଆମର ବିଶ୍ୱାସ ଅତି କଣ ସେଟା ଶକ୍ତିଯୁକ୍ତ, ଅତି ଭୟଙ୍କର ବିଷୟ, ଅତି ଆଶ୍ଚର୍ଯ୍ୟ ବିଷୟ। ଏଇ ବିଷୟ ଭିତରେ ଗଭୀର ଭାବରେ ଆମେ ଆଲୋଚନା କରୁ। ଏଇଠି ଏଇ ଯୋଉ ଇସ୍ରାଏଲ ଲୋକମାନଙ୍କ ପରେ ସେଠି ସେ କହୁଛନ୍ତି, ଆମେ ଯଦି ଯୋଉଟା ଆମେ ପଢିଲୁ ସେଠି ଆମେ ଦେଖୁଛୁ ଜୋହନ କଣ କହୁଛନ୍ତି, ଅ ମନ ପରିବର୍ତ୍ତନ ଉପଯୁକ୍ତ ଫଳ ଉତ୍ପନ୍ନ କର, ପୁଣି ଅବ୍ରାହମ ତ ଆମମାନଙ୍କ ପିତା ମନେ ମନେ ସୁଧା ଏପରି କୁହ ନାହିଁ। ମୁଁ 8 ରୁ 14 ପଦ ପର୍ଯ୍ୟନ୍ତ ସେ ଅଂଶ ଚିନ୍ତା କରିବ, ଆଲୋଚନା କରିବ। ଯେତେବେଳେ ଜଣେ ମନ ପରିବର୍ତ୍ତନ କରେ ତାର କେତେଟା ଗୁଣ ଜୀବନରେ ଡେଭଲପ ହେବାର ଅଛି, ସେଟା ବଢିବାର ଅଛି। ସେଟା ଅଟୋମେଟିକ ହୁଏନି, କିନ୍ତୁ ଈଶ୍ୱର କାମ କରନ୍ତି, ଆମ ଅନ୍ତରରେ ସେ ବାସ କରନ୍ତି। ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁ, ଆମେ ଆମର ମନ ଯେତେବେଳେ ଯୀଶୁଙ୍କୁ ଗ୍ରହଣ କରୁ, ଆମେ ମନ ପରିବର୍ତ୍ତନ କରି ଗ୍ରହଣ କରୁଛୁ। ସେଥିପାଇଁ କେତେଟା ଗୁଣ ଗୁଡିକ ଆମ ଠାରେ ଦେଖାଯିବା ଉଚିତ। ଅପସନାଲ ନାହିଁ, କିନ୍ତୁ ଅପସନାଲ ନାହିଁ। ଆମ ଜୀବନରେ ସେ ଗୁଣ ଗୁଡିକ ଆସ୍ତେ ଆସ୍ତେ ଦୈନିକ ବୃଦ୍ଧି ହେବାର ଅଛି। ମୁଁ ସବୁବେଳେ ଗୋଟେ ସାକ୍ଷ୍ୟ ଦେଇ, ଯେତେବେଳେ ଯୀଶୁଙ୍କୁ ବିଶ୍ୱାସ କରୁ, ଯୀଶୁଙ୍କୁ ଗ୍ରହଣ କରୁ, ଆମର ଖ୍ରୀଷ୍ଟୀୟ ଚରିତ୍ର, ଖ୍ରୀଷ୍ଟୀୟ ଗୁଣ, ଯୀଶୁଙ୍କର ଗୁଣ ଆମ ଠାରେ ଦିନ ପ୍ରତିଦିନ ବଢିବାକୁ ପଡିବ। ବେଳେ ବେଳେ ଦୁଃଖ ଲାଗୁଛି ଆମ ମଣ୍ଡଳୀ ମାନଙ୍କରେ ଲୋକମାନଙ୍କ ଜୀବନ ଦେଖିଲେ ଖ୍ରୀଷ୍ଟ ଚରିତ୍ର ବଢିବାଟା ଶୁଣୁ ପ୍ରିୟ ଭାଇ ଭଉଣୀ ମାନେ, ଈଶ୍ୱରଙ୍କ ଲୋକମାନେ, ଆମେ ନିଜକୁ ସମୀକ୍ଷା କରିବାର ଅଛି, ନିଜକୁ ପରୀକ୍ଷା କରିବାର ଅଛି। ଆମେ ପ୍ରଭୁରେ ଆମେ କେତେ ବଢୁଛୁ, କେତେ ଦୈନିକ ବଢୁଛୁ, ଆକ୍ଚୁଆଲି ବଢିବାକୁ ପଡୁଛି।
ଏମାନେ କଣ କରୁଥିଲେ? ଏମାନେ କରୁଥିଲେ ଅବ୍ରାହମ ତ ଆମ୍ଭ ମାନଙ୍କର ପିତା। ଏମାନେ ଜିହୁଦୀ ମାନେ ଗର୍ବ କରୁଥିଲେ ଆମେ ଅବ୍ରାହମଙ୍କର ସନ୍ତାନ, ଅର୍ଥାତ୍ ଈଶ୍ୱର ଆମକୁ ମନୋନୀତ କରିଛନ୍ତି ଅବ୍ରାହମଙ୍କ ଠାରୁ ଅଲଗା। ଏ ପୃଥିବୀର ସବୁ ଜାତି ଠାରୁ ଆମେ ଅଲଗା ମନୋନୀତ ହେଇଛୁ, ଆମେ ଟିକେ ଅଲଗା ସ୍ପେସିଆଲ। ପ୍ରକୃତ କଥା ଆଜ୍ଞା, ସେମାନଙ୍କୁ ଅଲଗା ଭାବରେ ପ୍ରଭୁ ସିଲେକ୍ଟ କଲେ। ଏ ପୃଥିବୀରେ ଆମେ ମଧ୍ୟ ଖ୍ରୀଷ୍ଟିଆନ ମାନେ ଟିକେ ଅଲଗା ଆଜ୍ଞା। ଆମର ଢାଞ୍ଚା, ଆମର ଷ୍ଟାଇଲ, ଆମର ଶୈଳୀ, ଆମର ସବୁ କିଛି ଅଲଗା। କିନ୍ତୁ ନାମଧାରୀ ବୋଲି କହୁଛୁ, ସେମିତି ସେ ଇସ୍ରାଏଲ ଲୋକମାନେ ମଧ୍ୟ ଆମେ ତ ଅବ୍ରାହମଙ୍କ ସନ୍ତାନ ମନେ ମନେ ସେ ଗର୍ବ କର ନାହିଁ, କିନ୍ତୁ ପ୍ରକୃତ ଫଳ ଦେଖାଅ। ହେଲେ ମୁଖ୍ୟତଃ କଣ କର ସେମାନଙ୍କର ଗର୍ବ, ସେମାନେ କଣ କରେ ଆମେ ଅଲଗା, ଆମେ ପାପୀ ନୁହଁ, ଆମେ ଈଶ୍ୱରଙ୍କ ସନ୍ତାନ, ଆମେ ମନୋନୀତ ଲୋକ, ଆମେ ସ୍ୱର୍ଗର ଲୋକ, ଆମର ସବୁ କିଛି ଅଲଗା। ଏଥିରେ ସେମାନେ ଗର୍ବ କରୁଥିଲେ, ଏଥିରେ ସେମାନେ ଗର୍ବ କରୁଥିଲେ। ଏଠି ମୁଁ କହିବାକୁ ଚାହେଁ ଏ ଦର୍ପ ବା ଗର୍ବ ମନୁଷ୍ୟର ବିନାଶର କାରଣ। ଏଇଟା ବାଇବଲ ସାରା ସେ ଇତିହାସ ଆମେ ଦେଖୁଛୁ। ସେ ହ୍ୟୁମିଲିଟି ଆମର ଜୀବନରେ ଗୋଟେ ହମ୍ବଲନେସ୍ ଆମର ଜୀବନରେ ଆକ୍ଚୁଆଲି କହିବାକୁ ଗଲେ ଯେତେ ଆମେ ପ୍ରଭୁଙ୍କୁ ଜାଣୁ, ଯେତେ ବିଶ୍ୱାସ କରୁ, ଅଧିକ ନମ୍ର ହେବା। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ, ଯୀଶୁ କହିଲେ ମୁଁ ନମ୍ରଚିତ ମୃଦୁଶୀଳ, ମୋ ଠାରୁ ଶିଖ। ମାନେ ନମ୍ରଚିତ ମୃଦୁଶୀଳ ଜୀବନଟା ଆମେ ଯୀଶୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା। ଆମ ଜୀବନରେ ପ୍ରଭୁ ଅନୁଗ୍ରହ କରନ୍ତୁ। ଏଟା ସେଟା ମଧ୍ୟ ତାଙ୍କର ଅନୁଗ୍ରହରେ, ତାଙ୍କର ଦୟାରେ ଆମର ଜୀବନ ସେଇ ନମ୍ର ଜୀବନଟା ଥିବ। ମନୁଷ୍ୟ ନିଜ ନିଜ ଅଟୋମେଟିକ ହୁଏ ନାହିଁ, ତିଆରି ହୁଏନି। ଆମମାନଙ୍କ ପ୍ରତ୍ୟେକଙ୍କର ଜୀବନଟା ଅହଂ ଭାବଟା, ପ୍ରତ୍ୟେକ ଭିତରେ ଅହଂ ଭାବଟା ଥିବ। ହୁଏତ କାର୍ତ୍ତିକ ଅଧିକା, କାର୍ତ୍ତିକ କମ, କିନ୍ତୁ ଅହଙ୍କାର ଯେ ଗର୍ବ ଦର୍ପଟା ସମସ୍ତଙ୍କର ଥିବ। କିନ୍ତୁ ସେଥିରୁ ଆମେ ମୁକୁଳେଇବାର, ସେଥିରୁ ଆମେ ବାହାରି ଆସିବାର କେମିତି? ଯେତେବେଳେ ଆମେ ପ୍ରଭୁଙ୍କ ଠାରୁ ସର୍ବଦା ନତ ହେବୁ। ନମ୍ର ଲୋକମାନଙ୍କୁ ଈଶ୍ୱର ଅନୁଗ୍ରହ ପ୍ରଦାନ କରନ୍ତି। ସେଥିପାଇଁ ସେଠି ଆମ ପ୍ରଥମ କଥା ନମ୍ର ହେବା, ହ୍ୟୁମିଲିଟି ଆମର ନିହାତି ଦରକାର। ପ୍ରିୟ ଭାଇ ଭଉଣୀ ମାନେ, ଆକ୍ଚୁଆଲି ଆଉ ଗୋଟେ କଥା କହିବାକୁ ଗଲେ ସେ ହ୍ୟୁମିଲିଟି ଦ୍ୱାରା, ମାନେ ସେ ନମ୍ରତାର ଗୁଣ ଦ୍ୱାରା ପ୍ରଭୁ ଲୋକମାନଙ୍କୁ ଉଠାନ୍ତି। ବାଇବଲ ସାରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେହି ମଧ୍ୟ ଗର୍ବ ହୋଇ କିଏ ତାଙ୍କୁ କରିବେ ସେଟା କରୁଛି ବୋଲିକି ପ୍ରଭୁ ମତେ ଆଶୀର୍ବାଦ କର ବୋଲି କହିନାହାନ୍ତି। ସେଟା ମଧ୍ୟ ରାସ୍ତା ନାହିଁ। ଯେତେ ଜଣ ପ୍ରଭୁଙ୍କ ନିକଟରେ ଆସି ନତ ହେଲେ ସେମାନଙ୍କୁ ପ୍ରଭୁ ସବୁବେଳେ ଉଠାଇଲେ, ସେମାନଙ୍କୁ ପ୍ରଭୁ ସବୁବେଳେ ମାନେ ଆଶ୍ଚର୍ଯ୍ୟ ଭାବରେ ବ୍ୟବହାର କଲେ। ଆମମାନଙ୍କୁ ବିଭିନ୍ନ ଭାବରେ ପ୍ରଭୁ ଆଶୀର୍ବାଦ କରିବାକୁ ଚାହୁଁଛନ୍ତି, ଆଉ ଉଠେଇବାକୁ ଚାହୁଁଛନ୍ତି। ସବୁବେଳେ ଆମେ ମନେ ରଖୁ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ସେ ନମ୍ରତାର ପଥ ପ୍ରଥମ ବିଷୟ। ଆକ୍ଚୁଆଲି ଯୀଶୁଙ୍କୁ ବିଶ୍ୱାସ କରିବାର ମୁଖ୍ୟ ଅର୍ଥଟା କଣ, ମୁଖ୍ୟ ମାନେଟା କଣ, ମୁଖ୍ୟ କାରଣଟା କଣ? ଆମର କ୍ଷମତା ନାହିଁ ଉଦ୍ଧାର ପାଇବା ପାଇଁ, ରକ୍ଷା ପାଇବା ପାଇଁ, ସ୍ୱର୍ଗ ଯିବା ପାଇଁ, ପାପ କ୍ଷମା, ଆମ ନିଜ କିଛି କରିପାରିବୁ ନାହିଁ। ସେଥିପାଇଁ ପ୍ରଭୁ ଆମେ ତୁମର ଚରଣ ଧରୁଛୁ, ତୁମ ଗୋଡ ତଳକୁ ଆସୁ, ତୁମେ ସବୁ କରିପାରୁଛ, ଆମେ ତୁମ ଠାରୁ ରହିବୁ। ତାର ମାନେ ସବୁବେଳେ ନମ୍ର ହେଇଥିବେ। ପ୍ରଭୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ମଧ୍ୟ ଦୈନିକ, ଏଇଟା ଗୋଟେ ଦିନ ନାହିଁ। ସେଥିପାଇଁ ଯୀଶୁ କହିଲେ ଯେ ଆପଣ କୃଷ ବହନ କରି ଦୈନିକ ମୋର ପଛରେ ନ ଆସେ ସେ ଯୋଗ୍ୟ ନାହିଁ। ତାର ମାନେ କୃଷ ବହନଟା କଣ? ନିଜକୁ ନମ୍ର କରିବା, ନିଜକୁ ନତ କରିବା ପ୍ରଭୁଙ୍କ ସହିତ। ସେଥିପାଇଁ ସେ ନମ୍ର ମନଟା ସବୁବେଳେ ଥାଉ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ପ୍ରିୟ ଭାଇ ଭଉଣୀ ମାନେ, ଏଇଟା ପ୍ରଥମ ବିଷୟ ସେଠି ଆମକୁ ଶିଖାଉଛି। ସେ ଜିହୁଦୀ ମାନେ କହିଲେ ଅବ୍ରାହମଙ୍କର ସନ୍ତାନ ବୋଲି ମନେ ମନେ ଗର୍ବ କର ନାହିଁ, ଦର୍ପ କର ନାହିଁ। ଏ ଅନେକ ସମୟରେ ଆମ ଭିତରେ ଆମର ଅହଙ୍କାର ମନୋଭାବ ଗୁଡିକ ଥାଏ। ଜ୍ଞାନ ଉପରେ, ପରିବାର ଉପରେ, ଧନ ଉପରେ, ବିଭିନ୍ନ ବିଷୟ ନେଇକି ବିଭିନ୍ନ ପ୍ରକାର ଲୋକମାନେ ଦର୍ପ କରନ୍ତି। କିନ୍ତୁ କହିବାକୁ ଗଲେ ସେ ସବୁ ଈଶ୍ୱରଙ୍କର ଅନୁଗ୍ରହ ଆସିଥାଏ। କାହିଁକି ବାଇବଲ କୁହେ ଆମେ ଯାହା କିଛି ପାଉ ଈଶ୍ୱରଙ୍କ ଠାରୁ ପାଉଛୁ, ଆମ ନିଜର ନାହିଁ। ପ୍ରଭୁଙ୍କ ଅନୁଗ୍ରହ ଦିଅନ୍ତି। ସେଥିପାଇଁ ଭଲ ଚିନ୍ତା କଲେ ପ୍ରଭୁଙ୍କ ଠାରୁ ସବୁ ଆସେ, ପ୍ରଭୁ ହିଁ ସବୁ ଦିଅନ୍ତି। ସେଥିପାଇଁ ଦର୍ପ କରିବାର, ଗର୍ବ କରିବାର କିଛି ନାହିଁ। ଯେତେବେଳେ ଆମେ ଆମେ ପ୍ରଭୁଙ୍କ ଠାରୁ ନତ ହୋଇ ରହିବୁ, ଆନନ୍ଦରେ ବଢିବୁ, ପ୍ରଭୁ ଆମକୁ ପ୍ରଚୁର ଆଶୀର୍ବାଦ କରେ। ପ୍ରଥମ ବିଷୟ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଆମେ ଯେପରି ନମ୍ର ହୋଇ ସବୁବେଳେ ରହିବୁ। ଯଦି ମାନ, ମର୍ଯ୍ୟାଦା, ଧନ, ପରିବାର, ବାପା ମା, ଭାଇ ଭଉଣୀ ବିଭିନ୍ନ ବିଷୟରେ ଗର୍ବ କିଛି ଉପକାର ହେବନି। ସେଥିପାଇଁ ପ୍ରଭୁ ଅନୁଗ୍ରହ କରନ୍ତୁ ଆମେ ଯେ ଦର୍ପ ନ କରୁ, ବରଂ ତାଙ୍କର ଗୌରବ ନିମନ୍ତେ ଆଗକୁ ବଢିବୁ, ନମ୍ର ହୋଇ ଆଗକୁ ବଢିବୁ। ଜିସାୟ 14:1 ଟିକେ ପଢିବେ। ପଢିବା। କାରଣ ସଦାପ୍ରଭୁ ଯାକୁବ ପ୍ରତି ଦୟା କରିବେ, ପୁଣି ଇସ୍ରାଏଲକୁ ପୁନର୍ବାର ମନୋନୀତ କରିବେ ଓ ସେମାନଙ୍କୁ
ସେମାନଙ୍କ ଦେଶରେ ସ୍ଥାପନ କରିବେ। ତହିଁରେ ଆଚ୍ଛା ବିଦେଶୀ ଲୋକେ ପଢ ପଢ ମୁଁ 12 ରୁ 15 ଟିକେ ପଢିବି। 12 ରୁ 15 ହୁଁ, ମାନେ 1 ପଢିକି 12 15 ତାପରେ ହଁ ହଁ 12 ରୁ 15 ପଢିବି। ଓକେ। ହେ ଲୁସିଫର, ପ୍ରତ୍ୟୁଷର ପୁତ୍ର, ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ପୁଣି ତୁମ୍ଭେ ମନେ ମନେ କହିଥିଲ, ଆମ୍ଭେ ସ୍ୱର୍ଗାରୋହଣ କରିବା, ଆମ୍ଭେ ପରମେଶ୍ୱରଙ୍କ ନକ୍ଷତ୍ର ଗଣର ଊର୍ଦ୍ଧ୍ୱରେ ଆପଣା ସିଂହାସନ ଉଚ୍ଚୀକୃତ କରିବା, ଆମ୍ଭେ ଉତ୍ତର ଦିଗରେ ପ୍ରାନ୍ତସ୍ଥିତ ସମାଗମ ପର୍ବତରେ ଉପବିଷ୍ଟ ହେବା, ଆମ୍ଭେ ମେଘମାଳର ଉଚ୍ଚ ସ୍ଥଳୀରେ ଊର୍ଦ୍ଧ୍ୱକୁ ଆରୋହଣ କରିବା, ଆମ୍ଭେ ସର୍ବପରିଷ୍ଠଙ୍କର ତୁଲ୍ୟ ହେବା। ଏଇଟା ଗୋଟେ ମାତ୍ର ଚିତ୍ର କଥା। ଓକେ, କଣ୍ଟିନ୍ୟୁ ପଢ। ମାତ୍ର ତୁମ୍ଭେ ପାତାଳକୁ, ଗର୍ତ୍ତର ପ୍ରାନ୍ତ ସୀମାକୁ ଅବରୋହିତ ହେବ। ଏଇଟା ଲୁସିଫର ଶୈତାନ ବିଷୟରେ ଏଇଠି ଏବଂ ଇଜିକେଲ 28 ପର୍ବ ଲେଖା ଅଛି, ଆମେ ପଢିବା ନାହିଁ। ଜଗତକୁ ପାପ ପ୍ରବେଶ କରିବା ପୂର୍ବରୁ ସେ ଆ ସ୍ୱର୍ଗରେ ଆକାଶ ମଣ୍ଡଳରେ ଦୂତ ମାନଙ୍କ ଠାରେ ସେ ଆରମ୍ଭ ହେଇଛି ଗର୍ବ। ପ୍ରଥମ ଗର୍ବ ହଉଛି, ପ୍ରଥମ ପାପ ହଉଛି ଅହଙ୍କାର, ଦର୍ପ, ଗର୍ବ। ସେଥିପାଇଁ ଅନେକ ସମୟରେ ସବୁ ମନୁଷ୍ୟ ପାଖରେ ସେ ମନୋଭାବ, ସେ ସେନ୍ସାସନ, ସେ ଭାବଟା ଅଛି ଟିକେ ଦର୍ପ କରେ ଯେକୌଣସି ବିଷୟରେ। ଅନୁଗ୍ରହ କରନ୍ତୁ ପ୍ରଭୁ, ଆମକୁ ଯେଉଁ ଜ୍ଞାନ, ଯେଉଁ ବୁଦ୍ଧି, ଯେଉଁ ଧନ, ଯେଉଁ ସମ୍ପତ୍ତି, ଯେଉଁ ପରିବାର, ଯେଉଁ ମାନ ମର୍ଯ୍ୟାଦା ଯାହା କିଛି ଦେଇଛନ୍ତି, ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କ ଗୌରବ, ପ୍ରଭୁଙ୍କୁ ଧନ୍ୟବାଦ କରୁ କରୁ ଆମେ ନମ୍ର ହେଇକି ବାସ କରିବା ରହିବା। ପ୍ରଭୁ ଆମକୁ ସେଇ ରାସ୍ତା ଶିଖାନ୍ତୁ, ସେଥିରେ ଅନେକ ଆଶୀର୍ବାଦ ଅଛି, ଆମେ ନିଜେ ଶାନ୍ତିରେ ରହିପାରିବା। ଗର୍ବ କଲେ ଆମେ ସେଟା ରେଫରେନ୍ସ ଅନେକ କଥା ପଢିବା ନାହିଁ। ଗର୍ବ ପତନର ଦ୍ୱାର, ଆମେ ସେଟା ଅନେକ ବାଇବଲରେ ଦେଖିପାରୁଛୁ। ସେଥିପାଇଁ ପ୍ରଥମ କଥା ସେ କହୁଛନ୍ତି ମନ ଉପଯୁକ୍ତ ଫଳ ନମ୍ରତା, ହାମ୍ବଲିଂ ଆୱାରସେଲ୍ଫ। ଆମେ ନିଜକୁ ନମ୍ର କରି ରଖୁ ସବୁବେଳେ, ଗୋଟେ ଦିନର କଥା ନୁହେଁ, ସବୁବେଳେ। ଏଇ ହ୍ୟୁମିଲିଟି ଜଣେ କହନ୍ତି, ହ୍ୟୁମିଲିଟି ଏମିତିକା ଜିନିଷ, ଗୋଟେ ନମ୍ରତା ଏମିତିକା ଗୋଟେ ଜିନିଷ, ଯେତେବେଳେ ଜଣେ ମୋଟି ଅଛି ବୋଲି କହିବ ସେ ଜିନିଷ ସେଇ ସଙ୍ଗେ ସଙ୍ଗେ ସେ ଲସ୍ ହେଇଯିବ। ହ୍ୟୁମିଲିଟି ଗୋଟେ ଏମିତିକା ଜିନିଷ, ନମ୍ରତା ଏମିତି ଗୋଟେ ଜିନିଷ, ସେ ଯଦି ମୋଟି ଅଛି ବୋଲି କହିଲା ସରିଲା ସେଟା। ଆମେ ଆମେ କହିପାରିବା ନାହିଁ। ସେଥିପାଇଁ ପ୍ରଭୁ ଅନୁଗ୍ରହ ବୁଝିବା ପାଇଁ ଦ୍ୱିତୀୟ ବିଷୟ, ଆମେ ଯଦି ସେଟା 8 ପଦରେ, ଦ୍ୱିତୀୟ ବିଷୟ 9 ପଦରେ ଆମେ ଦେଖୁଛୁ। ଲୁକ ଯୋଉଟା ଆମେ ମେନ୍ ରୁ ପଢିଲୁ, 9 ପଦରେ ଦେଖୁଛୁ ଭଲ ଫଳ ପଡିବା। ହେଲା ଆମର ଉଦ୍ଦେଶ୍ୟ ହଉଛି ଈଶ୍ୱରଙ୍କୁ ବିଶ୍ୱାସ କରେ, ଯୀଶୁଙ୍କୁ ବିଶ୍ୱାସ କରେ। ଉଦ୍ଦେଶ୍ୟ ହଉଛି ଆମ ଠାରେ ପ୍ରଚୁର ଫଳ ପଡିବ, କିନ୍ତୁ ଭଲ ଫଳ ପଡିବ। ଫଳ ତ ପ୍ରତ୍ୟେକ ଫଳିବେ, ଫଳ ଫଳିବାର ଅଛି ଯେ ପ୍ରଚୁର ଫଳ ଫଳିବାର ଅଛି, କିନ୍ତୁ ଭଲ ଫଳ ଫଳିବାକୁ ପଡିବ। ଗୋଟେ ଆମ୍ବ ଗଛ ମନେ କରନ୍ତୁ, ଆମ୍ବ ଗଛ ପ୍ରଚୁର ଫଳ ଫଳିଛି, କିନ୍ତୁ ସେଟା ଏତେ ଖଟା ଯେ ମାନେ ସେ ଛୁଇଁ ହବ ନା, ସେଟା ଖାଇବ ନା। କିମ୍ବା କେତେଟା ଆମ୍ବ ଅଛି, ବଢିଆ ବଡ ବଡ ଆମ୍ବ ଗଛ, ବଡ ଫଳୁଛି, କିନ୍ତୁ ଫଳୁଅ ପାଚିବ ନା, ପୁଚକା ହେଇଯିବ, ପୋକ ହେଇଯିବ। ବିଭିନ୍ନ ପ୍ରକାର ଆମ୍ବ ଯାକ, ଏ ଫଳ ଯାକ ଅଛି ଯେକୌଣସି ଗଛ ହେଲେ ଆମେ ତ ଫ୍ରୁଟଫୁଲ ହେବା ଉଚିତ, କିନ୍ତୁ କେମିତିକା ଫଳ ଯୋଉଟା କି ଲୋକଙ୍କର ଉପକାର ହେବ, ଲୋକଙ୍କର ଆଶୀର୍ବାଦ ହେବ, ଲୋକ ଉପକୃତ ହେବେ, ସେମିତି ଫଳ ପାଇବେ। ଆମେ ଜାଣିଛୁ ଗାଲାତି 5:22 ଦେଇଥିଲ ପ୍ରଭୁଙ୍କ ଆତ୍ମାଙ୍କର ଫଳ, କିନ୍ତୁ ସେତିକି ନାହିଁ, ସବୁ ପ୍ରକାର ଉତ୍ତମତା, ସବୁ ପ୍ରକାର ଭଲ ବିଷୟ ସେଟା ପ୍ରଭୁ ହିଁ ଆମକୁ ଦିଅନ୍ତି। ସେଇ ଫଳ ଗୋଟେ ଫଳବାନ ହେବା। ଆଉ ମଧ୍ୟ ଆମେ ଦେଖୁଛୁ ମନୁଷ୍ୟକୁ ଗୋଟେ ଗଛ ସହିତ ତୁଳନା କରିଛି ବାଇବଲ ସାରା। ହେଲେ ଭଲ ଫଳ ଫଳିବାର ଅଛି। ଆଉ ସେ ଫଳ ମଧ୍ୟ ଦେଖନ୍ତୁ, ଗୋଟେ ଗଛ ବିଷୟରେ ଯେତେବେଳେ ଫଳ ଫଳୁଛି, ସେ ଗଛ ତାର ନିଜର ଫଳ କେବେ ଖାଇବ ନାହିଁ, ଅଲଗା ଲୋକମାନେ, ମନୁଷ୍ୟ ମାନଙ୍କ ପାଇଁ, ଜୀବଜନ୍ତୁ ପାଇଁ, ଅଲଗା ଲୋକମାନେ। କିନ୍ତୁ ଅନେକ ସମୟରେ ଆମେ ଯେତେ ଫଳବାନ ହେଉ, ସେଟା ଲୋକମାନଙ୍କର ଉପକାର ନାହିଁ, ଲୋକମାନଙ୍କର ସାହାଯ୍ୟ ନାହିଁ। ପ୍ରଭୁ ଅନୁଗ୍ରହ କରନ୍ତି ସେ ଦୟା, ନମ୍ରତା, ବିଶ୍ୱାସତା, ମୃଦୁତା, ଆତ୍ମସଂଯମ, ପ୍ରେମ, ଶାନ୍ତି, ଆନନ୍ଦ, ଏଇ ସମସ୍ତ ଦ୍ଵାରା ଲୋକମାନଙ୍କର ଉପକାର, ଲୋକମାନଙ୍କର ଆଶୀର୍ବାଦର କାରଣ ହେବା। ପ୍ରଭୁ ସେଥିପାଇଁ ସେ ଫଳବାନ ହେବାକୁ ଆମକୁ ଉତ୍ତମ ଫଳ, ଭଲ ଫଳ ଫଳିବା ଜରୁରୀ।
ଫଳ ତ ଫଳିବେ କିନ୍ତୁ ଖରାପ ପଳେଇଲେ ତା ପାଖକୁ କିଏ ଆସିବେନି, କିଛି ଉପକାର ହେବନି। ପ୍ରଭୁ ଆମକୁ ଦୟା କରନ୍ତୁ, ଯାହା ତମ ସେ ଫଳରେ ଫଳବାନ ହେବ, ପ୍ରେମ ଆନନ୍ଦ ଶାନ୍ତି ଥିଲେ ଦିନ ପ୍ରତିଦିନ ପ୍ରଭୁ ଆମକୁ ସାହାଯ୍ୟ କରନ୍ତୁ ସେ ଫଳରେ ଫଳବାନ ହେବା ପାଇଁ। ଫଳ ନ ଫଳିଲେ କିଛି ସେ ଫଳ ପ୍ରଚୁର ଫଳିବ, ସବୁ ସମୟରେ ଫଳିବ। ଗୀତ ସହିତ 1:3 ଲେଖା ଅଛି, ସେ ବୃକ୍ଷ ଜଳସ୍ରୋତ ନିକଟ ରୂପିତ ଏବଂ ସ୍ୱ ସମୟରେ ଫଳ ଉତ୍ପନ୍ନ କରିବ, ସବୁ ସମୟରେ ଫଳ ଉତ୍ପନ୍ନ। ଏମିତିକା ନଥିବ ଯେତେ ଫଳିବ ନାହିଁ। ତା ଜୀବନରେ ସେ ଶାନ୍ତି ଥିବ, ସବୁବେଳେ ଆରାମସେ ରହିବ ଏବଂ ସେ ଫଳ ଅନେକଙ୍କର ଉପକାର କାରଣ। ପ୍ରଭୁ ଅନୁଗ୍ରହ କରନ୍ତୁ ଆମେ ସବୁବେଳେ ସେ ଫଳରେ ଫଳବାନ ହେବା ପାଇଁ ଏବଂ ସବୁଦିନ ସେ ଫଳୁଥିବା ଉତ୍ତମ ଫଳରେ ଆମେ ବୃଦ୍ଧି ହେଉଛୁ। ଏଇଟା ଆମେ ନିଜକୁ ସମୀକ୍ଷା କରୁଥିବା, ପ୍ରଭୁ ଆମକୁ ଅନୁଗ୍ରହ। ସେଥିପାଇଁ ପ୍ରଭୁ ଆମକୁ ଡାକୁଛନ୍ତି। ଆକ୍ଚୁଆଲି ଆମେ ସ୍ୱର୍ଗର ସନ୍ତାନ ମାନେ, ସ୍ୱର୍ଗର ପିଲାମାନେ। ଏଇଟା ଭାବବାକୁ ଗଲେ ଏଇଟା ଗୋଟେ ଅତି ଗୁରୁତ୍ୱ ଏବଂ ଆଶ୍ଚର୍ଯ୍ୟ ବିଷୟ। ସ୍ୱର୍ଗର ଈଶ୍ୱରଙ୍କ ସନ୍ତାନ, ଟିକେ ଭାବିଲେ ସେ ବିଷୟରେ ଏକା ଅନେକ ସମୟ ଲାଗିଯିବ ସେଟା କଥାବାର୍ତ୍ତା ହେବାକୁ। ଆମେ ଈଶ୍ୱରଙ୍କ ସନ୍ତାନ, ଆମେ ଯେତେବେଳେ ବିଶ୍ୱାସ କରୁଛୁ ଆମେ ଈଶ୍ୱରଙ୍କ ସନ୍ତାନ ହେଲେ, ଈଶ୍ୱରଙ୍କ ସନ୍ତାନ ଭାବରେ ଈଶ୍ୱରଙ୍କର ଗୁଣ ଗୁଡିକ ଆମଠାରେ ପ୍ରକାଶିତ ହଉ, ସେଟା ଆମେ ଦିନ ପ୍ରତିଦିନ ସେଟା ଆମ ଜୀବନରେ ଦୃଶ୍ୟମାନ ହେଉ। ପ୍ରଭୁ ଅନୁଗ୍ରହ ସେ କଥା ବୁଝିବା ପାଇଁ। ସେଥିପାଇଁ ସେ ଫଳରେ ଫଳପୂର୍ଣ୍ଣ ହେବା ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ପ୍ରଚୁର ଫଳ ପଡିଲେ ପିତା ମହିମାନ୍ବିତ ହେବେ। ଉତ୍ତମ ଫଳ, ଯାହା ଯାହା ଉତ୍ତମ ଗୁଣ ଗୁଡିକ ସେ ଫଳରେ ସବୁଦିନ ପଡିବ। କିଟୁ ନାମ ଆଗାର ବି ନା ପ୍ରଭୁଙ୍କ ଠାରୁ ପ୍ରାର୍ଥନା କରୁ, ପ୍ରଭୁ ସେ ଉତ୍ତମ ଗୁଣ, ଉତ୍ତମ ଚରିତ୍ର ଏବଂ ପ୍ରେମ ଆନନ୍ଦ ଶାନ୍ତି ଦୀର୍ଘ ସହିଷ୍ଣୁତା ପରୋପକାରିତା ଭଦ୍ରତା ମୃଦୁତା ବିଶ୍ୱସ୍ତତା ଏବଂ ମୃଦୁଶୀଳ ଏସବୁ ଆମଠାରେ ରହୁ। ଏବଂ ତାହା ବାଦେ ଦୟା ଏବଂ ନମ୍ରତା ଏବଂ ଲୋକମାନଙ୍କର ଉପକାର, ଏସବୁ ପ୍ରଭୁ ଆମକୁ ଅନୁଗ୍ରହ, ପ୍ରଭୁ ଶକ୍ତି ପ୍ରଦାନ କରନ୍ତି। ସେ ତାଙ୍କର ଗୁଣ ସେ ଶକ୍ତି ଆମକୁ ଦେବେ। ଏବଂ ଆଉ ଗୋଟେ, ଯେତେବେଳେ ଆମେ 10 ଏବଂ 11 ପଦ ଦେଖୁଛୁ, ଦୟା ପ୍ରଦର୍ଶନ କରିବା। ଟିକେ ପଢିଦେବା ଲୁକ ପୁସ୍ତକ 3ର ଯୋଉଟା ଆମେ ଅଛୁ, 3ର 10-11 ଟିକେ ପଢ। କରିବା। ଏଥିରେ ଲୋକ ସମୂହ ତାଙ୍କୁ ପଚାରିବାକୁ ଲାଗିଲେ, ତାହେଲେ ଆମମାନେ କଣ କରିବା? ସେ ସେମାନଙ୍କୁ ଉତ୍ତର ଦେଲେ, ଯାହାର 2ଟି ଅଙ୍ଗରଖା ଅଛି ସେ ଯାହାର ନାହିଁ ତାହାକୁ ଗୋଟିଏ ଦେଉ, ପୁଣି ଯାହାର ଖାଦ୍ୟ ଅଛି ସେ ସେହିପରି କରୁ। ଯାହାର ଅଛି, ଏକ୍ସଟ୍ରା ଅଛି, ସେ ଦେଉ। ତାର ମାନେ ନାହିଁ ଯେ ଜବରଦସ୍ତି ଦେବାର ଅଛି, ବାକି ଆଣିକି ଦେବା, ନାହିଁ ନାହିଁ, ସେଟା ନାହିଁ। ଯାହାର ଅଛି ସେ ଦେଉ। କିନ୍ତୁ ଅନେକ ସମୟରେ ଆମେ ଥିଲେ ମଧ୍ୟ ଦେବାକୁ କୁଣ୍ଠାବୋଧ, ଦୟାଳୁ ହେଇପାରୁନୁ ଲୋକମାନଙ୍କୁ। ଈଶ୍ୱର ଦୟା କଲେ ତାଙ୍କର ବେଷ୍ଟ ଦେଲେ, खरा लोगों में किसी यार या नमी आमी निम आजा नबा बेगड़ा कलकल लेगा नानको जे हमर अब एते जस अब आती गय एक्चुअली आबो काटबन बिन आबार माने देखाइबा पाए नै, किंतु अनुग्रह प्रभु अनुग्रह करंतु जो माने टिके कष्ट रचन समस्त टिके खुशीर सहित आनंदर सहित आमे किछि देबा। आम पाखर जोटा अछि लोक मान करि करबा, एरा ईश्वरंकर गुण। ईश्वर तो सबुबले दियंती दियंती सेटा मध्य दियंती कोन सबुबले बेस्ट। आमे जे लोक मान देउ कोन देबु, आमे बाछिक देबु कोटा हमर काम देबो नाही, हमर कुछ आवश्यक हेबो नाही, सेरा दे। आउ गोटे गोटे थर खाना पीना जदि खाद्य थिवो, खाइबार थिवो, एटा नष्ट होई जीवो ताकु दियो बोले बड़काटा आमे न खाइले सुचार नष्ट हेबो, सेति में ताकु देबार बेस्ट ना। किंतु अलग मान देबु नाही। गोटे दुकान को जाउ बेले बेले गुणपुर रे जिनस गिफ्ट जा से दुकान वाला मत कहूची, आज्ञा ଆପଣ କି ପାଇଁ ଭଲ ଭଲଟା ସବୁବେଳେ ଦେଉଛନ୍ତି? ଆରେ ଦେବ ତ ଦେବ, ଭଲଟା ଦେବ, ନହେଲେ କି ପାଇଁ ଦେବ? ଯୋଉଟା ବି ଦେଲେ ଟିକେ ମନ ଖୁସିରେ ଲୋକକୁ ସନ୍ତୁଷ୍ଟ କରିବାର। ଆମ ପାଖରେ ଯାହା ଅଛି ଅଲଗା ଆମେ ସେୟାରିଂ କରିବାର, ସେଟା ଗୋଟେ ଗୁଣ। ଏଟା ଈଶ୍ୱରଙ୍କର ଗୁଣ। ଆମେ କାହିଁକି ଏଟା ଶିଖୁଛୁ? ଈଶ୍ୱରଙ୍କର ଗୁଣ ଗୁଡ଼ିକ ସେ ଦିଅନ୍ତି ସମସ୍ତଙ୍କୁ, ହିସାବ ନାହିଁ ସବୁ ପ୍ରକାର। ଆମ ବିଶେଷ କ୍ଷମା ବିଷୟରେ ତ ज्ञान विषय दोष न धरिकी दियंतु, दोष धरले तो गला। ईश्वर जो दोष दंता कोई कुछ लाई पार से कालिया मु ये आयुब पुस्तक पढुଥିଲି, से इनक्वारी न करिकी से लोक मान को ओलै दियंतु, तांकर पदवी चेंज करन।
ଇନକ୍ୱାରି କରିବା ତାଙ୍କର ଦରକାର, ତାଙ୍କୁ ପରୀକ୍ଷା କରିବା ଦରକାର ନାହିଁ, କାହିଁକି ଜାଣନ୍ତି ଆଭ୍ୟନ୍ତରୀଣ ବିଷୟ। କିନ୍ତୁ ସେ ପ୍ରକାର ପ୍ରଭୁ ଆମକୁ ଦୋଷ ଧରନ୍ତି ନାହିଁ, ଆମକୁ ଅନୁଗ୍ରହ କରନ୍ତି, ଆମକୁ ଦୟା କରନ୍ତି, ଦୟାରେ ସବୁ କିଛି କରନ୍ତି। ସେଥିପାଇଁ ପ୍ରିୟ ଭାଇ ଭଉଣୀ ମାନେ, ଯିଏ ଦୟାର ମନ ଆମ ପାଖରେ ଯେତେ ଅଛି, ଲୋକମାନେ ଯୋଉ ଆମେ ଚତୁଃପାର୍ଶ୍ୱ ଦେଖୁଛୁ ବିଭିନ୍ନ କଷ୍ଟ ସମସ୍ୟା, ଯେ ଟିକେ ତ ଅନ୍ତତଃ ଏକ୍ସମାସ ଆସିଛି, ଏକ୍ସମାସ ହଉଛି ଈଶ୍ୱରଙ୍କ ଦାନର ବିଷୟ, ଶିଖିବାର ବିଷୟ। ଏବଂ ଆମେ ମଧ୍ୟ ଟିକେ ଟିକେ ଶିଖିବା, ଯୋଉମାନେ କି ବିଭିନ୍ନ କଷ୍ଟ ସମସ୍ୟାରେ ଅଛନ୍ତି, ଅଭାବ ଅନାଟନ ଅଛି, ଟିକେ ନା ଟିକେ କୋ ଗରିବକୁ, କୋ ବିଧବା ମାକୁ, କୋ ଛେଉଣ୍ଡ ପିଲାକୁ ଟିକେ ଶୋଇ ଶୋଇ ଏତେ ଆସେଇବା, କିମ୍ବା ଯୋଉମାନେ ବେଶୀ କଷ୍ଟରେ ଅଛନ୍ତି, ଆନନ୍ଦରେ ନାହାନ୍ତି, ଟିକେ ଦେଖିବା। ଆକ୍ଚୁଆଲି ଆପଣ ଦିଅନ୍ତୁ, ଦେବାଟା ବହୁତ ଖୁସି ଲାଗିବ। ଆମେ ଦେଲେ ନାହିଁ କି ବହୁତ ପ୍ରଭୁ ଆମକୁ ଆଶୀର୍ବାଦ କରିବେ, କିନ୍ତୁ ନିଜକୁ ମଧ୍ୟ ଖୁସି ଲାଗିବ। ସେଥିପାଇଁ ସେ ଦୟା, ମେର୍ସି, ସୋ ମେର୍ସି, ଦୟା ପ୍ରଦର୍ଶନ କରିବା। ତୁମର ଯାହା ଅଛି ତାକୁ ଦିଅ, ତୁମର କିଛି ଥିଲେ ଦୟା କଲେ ନିଜର ମଧ୍ୟ ଦୟା ପାଇବ। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଥମେ ହ୍ୟୁମିଲିଟି ଆମେ ଶିଖିବା, ମନ ପରିବର୍ତ୍ତନ ଉପଯୁକ୍ତ ଫଳ, ନମ୍ର ହେଇକି ରହିବା, ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ଦ୍ୱିତୀୟ ବିଷୟ, ଉତ୍ତମ ଫଳ ଫଳିବା। ଆମର ଚରିତ୍ର, ଆମର ଗୁଣ ଦେଖିକି ଲୋକମାନେ କଣ କହୁଛନ୍ତି, ପ୍ରଭୁ ଅନୁଗ୍ରହ କରନ୍ତୁ, ସେ ଉତ୍ତମ ଫଳ ଫଳିବା। ଏବଂ ତୃତୀୟ ବିଷୟ, ଆମେ ଦୟା ପ୍ରଦର୍ଶନ କରିବା, ଦୟା ବିଷୟ ଶିଖିବା। ପ୍ରଭୁ ଆମକୁ ଦୟା କଲେ, ଏତେ ଦୟା କଲେ, ଆମେ ମଧ୍ୟ ଅନ୍ୟମାନଙ୍କୁ ଦୟା କରିବା। ଆମର ଯାହା ଅଛି ସେଥିରେ, ଆମେ ତ ନଥିବାଟା ଆଣିକି ଲୋକମାନଙ୍କୁ ଦେଇପାରିବା ନା, କିନ୍ତୁ ଆମ ପାଖରେ ଯାହା ଅଛି ସେଟାକୁ ଲୋକମାନଙ୍କୁ, ବିଶେଷ କରି ଆକିସ ମିଶିଲେ ଟିକେ ଶିଖିବା, ଏ ଜଣକୁ ଟିକେ ଖୁସିର ସହିତ, ପ୍ରକୃତରେ ଭଲ ଲାଗିବ। ଆପଣ ଦେଖନ୍ତୁ, ଆନନ୍ଦର ସହିତ ଟିକେ ଲୋକକୁ ହେଲ୍ପ କରନ୍ତୁ, ଦେଖି କଷ୍ଟରେ ଅଛି, ହଁ ଥିବା ଲୋକକୁ ଦେଲେ ଅସୁବିଧା। କହିବି ହିତବୁଦ୍ଧ ଗୋଟେ କଥା ଲେଖା ଅଛି, ଧନୀକୁ ଯେ ଦାନ କରେ ସେ ଦରିଦ୍ର ବୋଲି ଲେଖା ହେଇଛି। ଯେ ଧନୀକୁ ଦାନ କରେ ସେ ଦରିଦ୍ର ହେବ, କାହିଁକି ଜାଣିଲେ? ଏ ଲୋକଟା ଯେତେବେଳେ ଧନୀକୁ ଦେଉଛୁ, ମାନେ ମୁଁ ଦେଲେ ସେ ମତେ ଦେବ, ସେ ଭାବନାରେ ଦେଲେ ଦରିଦ୍ର। ବାଇବଲର କଥା ସେଟା, ଧନୀ ଲୋକକୁ ଦାନ କଲେ ଦରିଦ୍ର ହେବ। କାହିଁକି? ସେଥିପାଇଁ ଯୀଶୁ କହିଲେ, ଯେଉଁମାନଙ୍କୁ ତୁମେ ରିଟର୍ନ ଦେଇପାରିବେ ନାହିଁ ସେମାନଙ୍କୁ ଦାନ କର। ଯେତେବେଳେ ଆମେ ଦେଉଛୁ, ଆକ୍ଚୁଆଲି ସେଟା ଖୁସି ଲାଗେ। ଗୋଟେ ଲୋକ ଟିକେ ଖୁସି ହେଲା ମନରେ, ଆକିସ ମିଶିଲେ ଆଜ୍ଞା ନେବା 500 ଟଙ୍କାର କିଛି ପଇସାର ଗୋଟେ ଅତି, କିନ୍ତୁ ଅତି କଷ୍ଟ ଥିବା ଲୋକ ଟିକେ ଗୋଟେ ଦେଇଦିଅ, କେମିତି ଖୁସି ଲାଗିବ ସେ ଲୋକ। ଏଇଟା ଗୋଟେ ଶିଖିବା। ପ୍ରଭୁ ଆମକୁ ଅନୁଗ୍ରହ କରୁ, ଯେତେବେଳେ ଦେଉଥିବୁ ପ୍ରଭୁ ଆମକୁ ବହୁତ ଆଶୀର୍ବାଦ କର। ସେଥିପାଇଁ ମନ ପରିବର୍ତ୍ତନ ଉପଯୁକ୍ତ ଫଳ, ହ୍ୟୁମିଲିଟି ବା ନମ୍ରତା, ପୁଣି ଉତ୍ତମ ଫଳ ଫଳିବ। ଯାହା ଉତ୍ତମ ବିଷୟ ଗୁଡିକ ଆମେ ପ୍ରଚାର କରୁଥାଉଛୁ, ପଢୁଥାଉଛୁ, ବନନରାवजी संगाय जेते गर्वकार दूर हो आसबळे आ से जा जा भल विषय गुरु सेटा आमो ठारू से बढु थाउ। एवं तृतीय विषय से दया प्रदर्शन, लोक मान को सहायता करबा, जेते आमे जबरदस्ती नुहे, आउट ऑफ कंपल्सरी अनुग्रह प्रदान कले से अनुग्रह आमे किसी मध्य देबा। आउ टिके 12-13 पढ दियो। 12-13 କରଗାଈ ମାନେ ମଧ୍ୟ ବାପ୍ତିସ୍ମ ପାଇବାକୁ ଆସି ତାଙ୍କୁ ପଚାରିଲେ, ହେ ଗୁରୁ, ଆମ୍ଭେମାନେ କଣ କରିବା? ସେ ସେମାନଙ୍କୁ କହିଲେ, ତୁମମାନଙ୍କ ନିମନ୍ତେ ଯାହା ନିରୂପିତ ତା ଅପେକ୍ଷା ଅଧିକ ଆଦାୟ କର ନାହିଁ। 14 मध्य पढ दियो। ସୈନିକମାନେ ମଧ୍ୟ ତାଙ୍କୁ ପଚାରିବାକୁ ଲାଗିଲେ, ଆଉ ଆମ୍ଭେମାନେ କଣ କରିବା? ସେ ସେମାନଙ୍କୁ କହିଲେ, ବଡ଼ରେ କି ଚଡ଼ରେ କାହାରି ଧନ ହରଣ କର ନାହିଁ, ପୁଣି ତମମାନଙ୍କ ବେତନରେ ସନ୍ତୁଷ୍ଟ ହୋଇଥାଅ। चतुर्थ विषय होची जस्टिस, न्याय विचार, न्यायवान। अन्याय केबे करबा ना, आमे तो करूना हो न्याय भावरे। न्याय सहित विश्वस्तता बदे आसीबो। विशेषरे भाई बोन माने आपण माने विभिन्न जॉब रे अछंती, विभिन्न कार्य रे अछंती, डू जस्टिस। आपण जो काम करछंती सेतेरे आपण एक्चुअली खुशी हेबा पड़ो। जे कौन से देखो, तुम जहा किछि कर, पाउलो कहंती बारंबार गोटे कथा नहीं, तुम जहा कर, कथारे कि काम रे कि जहा कर, प्रभु को संतुष्ट हला परि कर, न्याय भावरे कर, उपयुक्त भाव। आपण आपणकर उत्तराधिकारी को उपरिस्त उत्तर माने उपरिस्त कर्मकारी कर, आपणकर बॉस को, आपणकर
जे ଉପର ଉପରିସ୍ଥ ଅଧିକାରୀ ଅଛନ୍ତି ତାଙ୍କୁ ସନ୍ତୁଷ୍ଟ କେବଳ କରିବା ପାଇଁ ନୁହେଁ, କିନ୍ତୁ ଆପଣଙ୍କର ଜବ୍ ଅଛି ସେଥିରେ ସନ୍ତୁଷ୍ଟ ଭଲ କରନ୍ତୁ। ଆପଣଙ୍କର କାମ ଦ୍ଵାରା ଆପଣ ସନ୍ତୁଷ୍ଟ ହେବାର ଅଛି। ଯାହା ଯାହା ଆମେ କାମ ପାଇଛୁ ଆମର ବେଷ୍ଟ ଆମେ କରିବା, ଆମେ ଯେତିକି ଆମର ଶକ୍ତି ଲଗେଇକି ଆମେ ବେଷ୍ଟ କରିବା। ଆପଣ ଯେତେବେଳେ ସନ୍ତୁଷ୍ଟ ହେବେ ପ୍ରଭୁ ମଧ୍ୟ ସନ୍ତୁଷ୍ଟ ହେବେ। ଆଜି ହେଉ ଇଚ୍ଛା ନାହିଁ ଯେ କରିବି, ପ୍ରଭୁ ମଧ୍ୟ ସେମିତି ହେବେ, ଇଚ୍ଛା କରିବେ ନାହିଁ, ସନ୍ତୁଷ୍ଟ ହେବେ ନାହିଁ। ଯାହା କିଛି କରିବା ଭଲ ମନରେ ଭଲ କି ତିଆରି କରିବା, ଭଲ ପ୍ରସ୍ତୁତ ହେଇକି ଆମେ ସେଇଟା କରିବା, ପ୍ରଭୁ ସନ୍ତୁଷ୍ଟ ହେବେ। ପ୍ରଭୁଙ୍କର ଜ୍ଞାନରେ, ପ୍ରଭୁଙ୍କର ଶକ୍ତିରେ, ପ୍ରଭୁଙ୍କର ଅନୁଗ୍ରହରେ ଭଲ ତିଆରି କରେ। ଡୁ ଜଷ୍ଟିସ, ନ୍ୟାୟ ବିଚାର କର। କିନ୍ତୁ ନ୍ୟାୟ ବିଚାର ଖାଲି ମାନେ ସମସ୍ୟା ଏ ସମୟରେ ଖାଲି ନ୍ୟାୟ ବିଚାର କେବଳ ସେତିକି ନୁହେଁ ଯେ ବିଚାର କଲା ବେଳେ ନ୍ୟାୟ ବିଚାର ନାହିଁ, ଆମର କାର୍ଯ୍ୟରେ ମଧ୍ୟ ଠିକ ଭାବରେ ଆମେ ଯଥୋଚିତ ଭାବରେ ନ୍ୟାୟ କରିବା। ଚତୁର୍ଥ ବିଷୟ ହଉଛି ନ୍ୟାୟ ବିଚାର, ଜଷ୍ଟିସ, ଆମେ ଠିକ ଭାବରେ ସମସ୍ତ କାର୍ଯ୍ୟ କରିବା। ଏବଂ ଶେଷ ପଞ୍ଚମ ବିଷୟ ହଉଛି ତ କଣ ସେଟା ସନ୍ତୁଷ୍ଟତା, ସନ୍ତୁଷ୍ଟତା। ଆମେ ଆମର ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବା। ପ୍ରଭୁ କହିଲେ ଆମେ ତମକୁ କେବେ ଛାଡିବା ନାହିଁ। ଅନେକ ସମୟରେ ଆମେ ଅସନ୍ତୁଷ୍ଟ ହେଇକି ରହୁଛୁ, କିନ୍ତୁ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଆକ୍ଚୁଆଲି ଆମେ କିତୁବले ଦେते समय ପ୍ରଭୁଙ୍କ ଠାରେ ଭରସା ରଖିବୁ ଆମେ ନିଶ୍ଚୟ ସନ୍ତୁଷ୍ଟ ହେବା। କାହିଁକି ପ୍ରଭୁ ସମସ୍ତ ଆମର ବିଷୟ ଜାଣନ୍ତି, ଆମର ସମସ୍ତ ସାହାଯ୍ୟ ସେ କରନ୍ତି, ଆମର ସମସ୍ତ ସୁରକ୍ଷା ପ୍ରଦାନ କରନ୍ତି ସବୁ ବିଷୟ। ଯେପରି ଦାଉଦ କହିଲେ ସଦାପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ଏରା ଜାଣିବେ କେତେ ଆନି ତାଙ୍କ ଆଇମ୍ ନାମ ବାତେ ତାଙ୍କର ଅନୁଭୂତିରୁ ସେ କଥା କହିଛନ୍ତି। ପ୍ରଭୁଙ୍କଠାରେ ସବୁ ରହିବା, ପ୍ରଭୁ ଆମକୁ କେବେ ଛାଡ଼ିବେ ନାହିଁ। ସନ୍ତୁଷ୍ଟ କଣ, ଆମର ଯେତେ ଅଛି ସେ ବିଶେଷରେ ସେଟା ସୈନ୍ୟ ମାନଙ୍କୁ କୁହାଯାଇଛି, ଯେତିକି ତମର ଦରମା ଯେତିକି ତମ ପାଖରେ ସନ୍ତୁଷ୍ଟ। ଆଉ ସେଥିପାଇଁ ଅଲଗା ରାସ୍ତା ଖୋଜିକି ଅଲଗା ଅଧିକା ଭିନ୍ନ ଭିନ୍ନ ଅଲଗା ଆଡରୁ ସଂଗ୍ରହ କର, ନାଇଁ ନାଇଁ ସେଟା ଭୁଲ ହେଇଯିବ, ସେଟା ହଉଛି ଭୁଲ। ବିଭିନ୍ନ ମାଧ୍ୟମରେ ସେମାନେ ତ ଡରେଇ ମରେଇ प्रभु केବେ आशीर्वाद କରିବେ ନାହିଁ। ଅସନ୍ତାନ ନମ୍ବର ଆମ ରାଜାତେ ବିଭିନ୍ନ ରୋଗାକ୍ରାନ୍ତ ହଉଛନ୍ତି ଆମେ ଦେଖୁ ନା ସାର୍। ଆମର ଯାହା ଆମର ପ୍ରାପ୍ୟ ଯାହା ଆମେ ପାଉଛୁ ସନ୍ତୁଷ୍ଟ ହେବା ପ୍ରଭୁ ଆଶ୍ରୟ, ବରଂ ଯେତିକି ଅଛି ସେତିକି ସନ୍ତୁଷ୍ଟ, ସେଥିରୁ ବରଂ ଅଲଗା ମାନଙ୍କୁ ସାହାଯ୍ୟ କର। ପ୍ରଭୁ କେମିତି କେମିତି ଆମକୁ ଆସ ଯାଉ ସାହାଯ୍ୟ। ଗୋଟେ ଜଣେ ଭାଇ ଅଛନ୍ତି ଆମ ସହିତ ଅତି ପ୍ରିୟ ଭାଇ, ସେ ଗୋଟେ ମିସ୍ତ୍ରୀ था। ସେ ମତେ କହିଲେ ଆଜ୍ଞା ମୁଁ ଯେଉଁମାନଙ୍କୁ ଟ୍ରେନିଂ ଦେଲି, ଯେଉଁମାନଙ୍କୁ ଶିଖେଇଲି ସେମାନେ ବଡ ବଡ ଘର କରିଛନ୍ତି ଆଜ୍ଞା, ସେମାନେ ବଡ ଟଙ୍କା ପଇସା ମଧ୍ୟ ବହୁତ ରଖିଛନ୍ତି, କିନ୍ତୁ ମୋର କିଛି ନାହିଁ ଆଜ୍ଞା। ଆଉ ସେ ଏତେ ସରଳ ଲୋକଟା ସେଟା, ମୋର ସେ ବଡ ଘର ବି ସେମିତି କରିନି, ଆଉ ପଇସା ବି ବେଶୀ ନାହିଁ, ଆଉ ପିଲାମାନଙ୍କର ପଢାରେ କିନ୍ତୁ ପ୍ରଭୁ ସାହାଯ୍ୟ କରୁଛନ୍ତି। ଆଉ କିନ୍ତୁ ଲୋକମାନଙ୍କ ସହିତ ବହୁତ ଭଲ ସମ୍ପର୍କ, ଯିଏ ଦେଖିଲେ ମତେ ସାହାଯ୍ୟ ଦେଉଛନ୍ତି, ତାଙ୍କ ସହିତ ମିଳାମିଶା ଅତି ପ୍ରେମ। ତାପରେ ସେ କଣ କହିଲେ ଗୋଟେ କଥା, କିନ୍ତୁ ଟଙ୍କା ନାହିଁ ଆଜ୍ଞା, ବେଶୀ ଟଙ୍କା ନାହିଁ କି ଘର ବି ବଡ ଘର ନାହିଁ, କିନ୍ତୁ ଆଉ ଗୋଟେ କଥା ଆମେ କେବେ ହସ୍ପିଟାଲ ଯାଉନୁ ଆଜ୍ଞା। ଦେଖନ୍ତୁ ସେଟା ଗୋଟେ ଆଶୀର୍ବାଦ ନାହିଁ। ଟଙ୍କା ଗଦା ଥିବ, ହସ୍ପିଟାଲ ସପ୍ତାହକୁ ଥରେ ଧାଉଁଥିବ, ଟଙ୍କା ଖର୍ଚ୍ଚ କରୁଥିବ, କଣ ହେବ? ଇଆଡୁ ସିଆଡୁ ଟଙ୍କା ଆଣୁଥିବ, ହସ୍ପିଟାଲ ଡକ୍ଟରକୁ ଦେଉଥିବ, କି ଫାଇଦା ସେଟା? ଔଷଧିଆ ଖାଇକି ଦେହଟା ଅଧିକ କଷ୍ଟ ହଉଥିବ, ବଡ ବାଧା ସେଟା। ସେ ଲୋକଟା କହିଲା ଆଜ୍ଞା ମୋର ଟଙ୍କା ବେଶୀ ନାହିଁ ଆଜ୍ଞା, ଆଉ ପଇସା କୁଲି କରିକି କାମ କରିକି କେମିତି ପ୍ରଭୁ ଆଶୀର୍ବାଦ କରୁଛନ୍ତି, ଖୁସିରେ ରହୁଛୁ, ହସ୍ପିଟାଲ ମାତ୍ର କେବେ ଯାଉନି। ବୋଲେ ବଡ ଆଶୀର୍ବାଦ ସେଟା ମୁଁ ଭାବୁଛି। ଆମେ କେବେ ହସ୍ପିଟାଲ ଯାଉନୁ, ସନ୍ତୁଷ୍ଟ ରହିବା। ପ୍ରଭୁ ଆମକୁ ଯେତେ ପ୍ରଭୁ ଆମକୁ ଛାଡିବେ ନାହିଁ। ଆମେ କିନ୍ତୁ ଜୀବନ୍ତ ଈଶ୍ୱର ଆମକୁ କହିଛନ୍ତି, ସେଥିପାଇଁ ସେ ବିଶ୍ୱାସ ଦୈନିକ ବଢିବା, ପ୍ରଭୁ ଆମକୁ ଅନୁଭବ କରୁଛୁ। ମନ ପର୍ବତରୁ ଉପଯୁକ୍ତ ଫଳ ତିନିଟା ବିଷୟ, ପାଞ୍ଚଟା ବିଷୟ ଶିଖିଲୁ। ନମ୍ରତା, ନମ୍ରତାରେ ବଢିବା, ହ୍ୟୁମିଲିଟି, ନିଶ୍ଚୟ ସେଥିରେ ବଢିବା। ଏବଂ ଦ୍ୱିତୀୟ ବିଷୟ ହଉଛି ଉତ୍ତମ ଫଳରେ ଫଳବାନ ହେବା। ପ୍ରଭୁ ସେଥିରେ ଚାହୁଁଛନ୍ତି ଆମେ ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ ଜଳ ନିକଟରେ ରୋପିତ ବୃକ୍ଷ ଫଳ ଉତ୍ପନ୍ନ ବାଧ୍ୟ ଦରକାର, ପଡିବାକୁ ପଡିବ, ଉତ୍ତମ ଫଳ ସେଟା ପଡିବ। ଏବଂ ତୃତୀୟ ବିଷୟ ହଉଛି ଦୟାର ଗୁଣ,
ଆମେ ଈଶ୍ୱରଙ୍କ ଦୟା ପାଇଛୁ, ସେଥିପାଇଁ ଅଲଗା ମାନଙ୍କୁ ମଧ୍ୟ ଆମେ ଦୟା ପ୍ରଦର୍ଶନ କରିବା, ଦୟାରେ ସାହାଯ୍ୟ କରିବା, ଦୟାରେ ବିଭିନ୍ନ ବିଷୟରେ ଭୁଲ ଭାଲ ହେଲେ ମଧ୍ୟ ଦୟା କରିବା ଏବଂ ଲୋକମାନଙ୍କର ଅଭାବ ସମୟରେ ଦୟା କରିବା। ଏବଂ ଚତୁର୍ଥ ବିଷୟ, ଆମେ ଜଷ୍ଟିସ ନ୍ୟାୟ ବିଚାର କରିବା, ଆମର କାମରେ, ଆମର ବ୍ୟବହାରରେ, ବିଚାରରେ ଆମେ ନ୍ୟାୟ ଉପଯୁକ୍ତ ଭାବେ ବିଚାର କରିବା। ଏବଂ ଶେଷ ବିଷୟ, ପଞ୍ଚମ ବିଷୟ ହଉଛି ସନ୍ତୁଷ୍ଟତା, ସଂଯମ। ଆମକୁ ଯେତିକି ଅଛି ସେତିକି ସନ୍ତୁଷ୍ଟ ରହିବା, ଏଣେ ତେଣେ ସୁଚାର ସଂଗ୍ରହ କରିକି ଏଣେ ଉପରକୁ ମାନେ ଅଧିକ ହୁଏ, ଅତି ଭୟଙ୍କର ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ସେଥିପାଇଁ ସେ ସୈନ୍ୟ ମାନଙ୍କୁ କହିଲେ କହିଲେ ତମର ଯେତିକି ଅଛି ସନ୍ତୁଷ୍ଟ ରୁହ, ଲୋଭୀ ଆପଣା ପରିଜନକୁ ଦୁଃଖ ଦିଏ। ଏଇଟା ବାଇବଲ ସାର ଅନେକ ଲୋକମାନଙ୍କୁ ଦେଖୁଛନ୍ତି, ଲୋଭ କରିକି ଲୋକ ନଷ୍ଟ ହେଇଯାଇଛନ୍ତି, ଆପଣ ପରିବାରକୁ ବିନାଶ କରିଦଉଛି। ଆହାବ ରାଜାଙ୍କର କଥା ଦେଖୁଛୁ, ଲୋଭ କଲା ଜଣଙ୍କର କ୍ଷେତ, ଆଉ ତାପରେ ଭବିଷ୍ୟତ ବକ୍ତା କହିଲେ ତୋର ବଂଶ ରହିବ ନାହିଁ। ଅତି ଭୟଙ୍କର। ମାନେ ମୁଁ ଭାବୁଛି ଯାର ଜମିକୁ ଲୋଭ କରିକି ଆଉ ତାକୁ ମାରିଦେଲା ସେ ଲୋକ, କିନ୍ତୁ ଇଏ ତାର ପରିବାର ସମୁଳେ ଧ୍ୱଂସ, ମାନେ ନଷ୍ଟ ହେଇଗଲା, କିଏ ଗୋଟେ ବି ପିଲା ରହିଲା ନାହିଁ। ତାର ମାନେ ଯୋଉ କ୍ଷେତ ଲୋଭ କରୁଥିଲା ସେ ନାବୋତ ମରିଲା, ତାର ପିଲାମାନେ ଏ ରାଜାଙ୍କର ସମ୍ପତ୍ତି ଯାକ ଅଧିକାର କରିଥିବେ ବୋଲି ଭାବୁଛି। ଅତି ଭୟଙ୍କର। ପ୍ରଭୁଙ୍କ ଉପରେ ଭରସା କର, ପ୍ରଭୁ ଆମକୁ ଅନୁଗ୍ରହ। ନମ୍ରତାରେ ବଢିବା ଏବଂ ଭଲ ଫଳ ପଡିବା, ଦୟା ଗୁଣରେ ବଢିବା, ନ୍ୟାୟ ବିଚାର ଶିଖିବା, ସବୁ ଦିଗରେ କାମ ଦିଗରେ ବିଚାର water abarali handa to bangsala barana ya kit kora hitungna amo itenamri barana lemba lejin tilen hitungna abarali handa ko ministry ଅଛୁ ଆମର ବେଷ୍ଟ ଯୋଉଟା ଆମେ ଛିଡା ହେବୁ 5 ମିନିଟ 10 ମିନିଟ ଯେତେ ଲେଟ୍ ଅସ୍ ଡୁ आवर ବେଷ୍ଟ। ଆପଣ ଯାହା କରୁଛନ୍ତି ଆପଣଙ୍କ ବେଷ୍ଟ କରନ୍ତୁ, ଆପଣ ନିଜେ ସନ୍ତୁଷ୍ଟ ହେବାର ଅଛି, ମୁଁ ଏଟା ଭଲ କରୁଛି। ଯାହା ଆପଣ କରୁଛନ୍ତି, ଆପଣଙ୍କର ଯାହା ଜବ୍ ଅଛି, ମୁଁ ଏଟା ଭଲ କରୁଛି, ସନ୍ତୁଷ୍ଟ ହୁଅନ୍ତୁ। ନ୍ୟାୟ ବିଚାର ସେଇଟା ଆପଣଙ୍କର ଆସିବ, ପ୍ରଭୁ ସନ୍ତୁଷ୍ଟ ହେବେ। ଏବଂ ଆମେ ଆମର ଯେତିକି ଅଛି ସେତିକି ସନ୍ତୁଷ୍ଟ ହେବା, ପ୍ରଭୁ ଆମକୁ କେବେ ଛାଡିବେ ନାହିଁ। ଆମେ ଭିନ୍ନ ଭିନ୍ନ ଆଡେ ଅଲଗା ଆ ଲୋଭ କରିବା ନାହିଁ, ସେଟା ହେଇଥିଲେ ହେଇଥାନ୍ତା, ଏଇଟା କରିଥିଲେ ହେଇଥାନ୍ତା, ଏଇଟା କାହିଁକି ଆସିଲି, ନାଇଁ ନାଇଁ ନାଇଁ। ପ୍ରଭୁ ଆପଣଙ୍କୁ ଗୋଟେ ଜବ୍ ଦେଇଛନ୍ତି, ସେ ଜବ୍ ତ ସନ୍ତୁଷ୍ଟ ଭଲ କରନ୍ତୁ। ଯଦି ପ୍ଲାଟଫର୍ମ ଭଲ କରିବେ, ଯଦି ଆପଣଙ୍କର ସେମିତି ଯୋଜନା ଥିବ, ପ୍ରଭୁ ଅଲଗା ଜାଗାକୁ ମତେ ନେଇପାରିବେ, କିନ୍ତୁ ବର୍ତ୍ତମାନ ଯୋଉଠି ଅଛନ୍ତି ଡୁ ୟୋର ବେଷ୍ଟ। ପ୍ରଭୁ ସେଟା ଚାହୁଁଛନ୍ତି। ଦିନେ କହିବାକୁ ଆସନା କହିଲେ ନା, ଶେଷ କଥାରେ ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଯାହା କରୁଛନ୍ତି ଈଶ୍ୱରଙ୍କ ନିମନ୍ତେ କରୁଛନ୍ତି, ଏଇଟା ମନେ ରଖନ୍ତୁ। ଆପଣ ଯେକୌଣସି ଜବରେ ଅଛନ୍ତି, ଈଶ୍ୱର ସେଟା ଦେଖୁଛନ୍ତି, ଦିନେ ହିସାବ ମାଗିବେ। আপনি তুমি যে জব রে ଥିଲ, ଏ କାମ କରିଥିଲ, କେମିତି କଲ, এটা କାହାଣୀ କଥା ନୁହେଁ, এটা ପ୍ରଭୁ ହିସାବ ମାଗିବେ। ଆମେ କେମିତି କଲୁ ହିସାବ ନିଶ୍ଚୟ। ସେଥିପାଇଁ ପ୍ରିୟ ଭାଇ ଭଉଣୀ ମାନେ, ଆସୁ ଆମେ ନିଜ ସମୀକ୍ଷା କରୁ, ଆମେ ସବୁ ସନ୍ତୁଷ୍ଟ ହେଇକି ରହିବା, ସନ୍ତୁଷ୍ଟ ଭାବରେ କାମ କରୁ, ଯାହା ପ୍ରଭୁ ଦେଇଛନ୍ତି ସେତିକିରେ ସେ କାମରେ ସନ୍ତୁଷ୍ଟ ହେବା, ସନ୍ତୁଷ୍ଟତା କରିବା, ଯେତିକି ପ୍ରଭୁ ଦେଇଛନ୍ତି ସନ୍ତୁଷ୍ଟ ହେବା। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ এই সমস্ত বাক্যটা। Over to Eslis. Yes, Johnny sir. Okay, John. ধন্যবাদ জোসে মাঝি স্যার।